ଆପଣ କେବେ ଏମିତି କାହାକୁ ହରାଇଛନ୍ତି କି ଯାହାକୁ ଆପଣ ମନରୁ ବହୁତ ଭଲ ପାଉଥିଲେ? ସେ ଆପଣଙ୍କୁ ଛାଡ଼ି ଚାଲିଯିବା ପରେ ଆଜି ମଧ୍ୟ ତାଙ୍କ ସ୍ମୃତି ଆପଣଙ୍କୁ କଷ୍ଟ ଦେଉଛି କି? ଯଦି ହଁ, ତେବେ ଆଜିର ଗୌତମ ବୁଦ୍ଧଙ୍କ ଏହି କାହାଣୀ ଆପଣଙ୍କ ଜୀବନର ଚିନ୍ତାଧାରାକୁ ବଦଳାଇ ଦେଇପାରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ଏମିତି ଏକ ଶିକ୍ଷା ଅଛି ଯାହା ଆପଣଙ୍କ ମନକୁ ଶାନ୍ତି ଏବଂ ନୂଆ ସାହସ ଦେବ। ଯିଏ ଆପଣଙ୍କୁ ଛାଡ଼ି ଚାଲିଗଲା ତାକୁ ଭୁଲିବେ କେମିତି? ଯିଏ ଆପଣଙ୍କୁ ଛାଡ଼ି ଚାଲିଗଲା ତାକୁ ଭୁଲିବେ କେମିତି? ଗୌତମ ବୁଦ୍ଧଙ୍କ ପ୍ରେରଣାଦାୟକ କାହାଣୀ। ଗୋଟିଏ ଦିନ ଜଣେ ଯୁବକ ଗୌତମ ବୁଦ୍ଧଙ୍କ ପାଖକୁ ଆସିଲେ। ତାଙ୍କ ଆଖିରେ ଲୁହ, ମୁହଁରେ ଦୁଃଖ ଓ ହୃଦୟରେ ଅସହ୍ୟ କଷ୍ଟ ଥିଲା। ସେ ବୁଦ୍ଧଙ୍କୁ କହିଲେ, ଭଗବାନ, ମୁଁ ଜଣେ ଲୋକଙ୍କୁ ମନରୁ ବହୁତ ଭଲ ପାଉଥିଲି। ମୁଁ ତାଙ୍କ ପାଇଁ ସବୁ କିଛି କରିଥିଲି, କିନ୍ତୁ ସେ ମୋତେ ଛାଡ଼ି ଚାଲିଗଲେ। ଏବେ ମୁଁ ତାଙ୍କୁ ଭୁଲି ପାରୁନି। ପ୍ରତିଦିନ ତାଙ୍କ କଥା ମନେ ପଡ଼ୁଛି। ମୋ ମନ ଶାନ୍ତି ପାଉନାହିଁ। ମୁଁ କ'ଣ କରିବି? ଗୌତମ ବୁଦ୍ଧ ଶାନ୍ତରେ ହସିଲେ। ସେ ଯୁବକଙ୍କୁ ନେଇ ଏକ ନଦୀ କୂଳକୁ ଗଲେ। ବୁଦ୍ଧ ନଦୀରେ ଭାସୁଥିବା ଗୋଟିଏ ଶୁଖିଲା ପତ୍ରକୁ ଦେଖାଇ ପଚାରିଲେ, କୁହ, ଏହି ପତ୍ରଟି କାହିଁକି ଗଛରୁ ଅଲଗା ହୋଇଗଲା? ଯୁବକ କହିଲେ, କାରଣ ତାହାର ସମୟ ଶେଷ ହୋଇଯାଇଥିଲା, ସେଥିପାଇଁ ପତ୍ରଟି ଗଛରୁ ଖସି ପଡ଼ିଲା। ବୁଦ୍ଧ କହିଲେ, ଠିକ୍ ସେହିପରି କେତେକ ସମ୍ପର୍କ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ଆସେ। ସମୟ ଶେଷ ହେଲେ ସେମାନେ ଚାଲିଯାଆନ୍ତି। ତୁମେ ଯଦି ଖସି ଯାଇଥିବା ପତ୍ରକୁ ପୁଣି ଗଛରେ ଲଗାଇବାକୁ ଚେଷ୍ଟା କରିବ, ସେ କେବେ ବି ପୁଣି ସବୁଜ ହେବ ନାହିଁ। ଯୁବକ ନୀରବ ହୋଇଗଲେ। ବୁଦ୍ଧ ପୁଣି କହିଲେ, ତୁମର ଦୁଃଖର କାରଣ ସେ ମଣିଷ ନୁହେଁ। ତୁମର ଦୁଃଖର କାରଣ ହେଉଛି ତାଙ୍କୁ ଛାଡ଼ିବାକୁ ତୁମର ମନ ପ୍ରସ୍ତୁତ ନୁହେଁ। ତାପରେ ବୁଦ୍ଧ ଗୋଟିଏ ମୁଠା ବାଲି ହାତରେ ନେଇ ଜୋରରେ ଚାପି ଧରିଲେ। ବାଲି ଆଙ୍ଗୁଠି ଫାଙ୍କରୁ ଖସି ପଡ଼ିବାକୁ ଲାଗିଲା। ସେ କହିଲେ, ଯାହାକୁ ଜବରଦସ୍ତି ଧରି ରଖିବାକୁ ଚେଷ୍ଟା କରିବ, ସେ ତୁମ ହାତରୁ ସେତେ ଶୀଘ୍ର ଖସିଯିବ। କିନ୍ତୁ ହାତକୁ ଖୋଲା ରଖିଲେ ଯାହା ତୁମର, ସେ ନିଜେ ତୁମ ପାଖରେ ରହିବ। ଯୁବକଙ୍କ ଆଖିରେ ନୂଆ ଆଲୋକ ଦେଖାଗଲା। ବୁଦ୍ଧ ଶେଷରେ କହିଲେ, ଯିଏ ତୁମକୁ ଛାଡ଼ି ଚାଲିଗଲା ତାଙ୍କ ପଛରେ ଜୀବନ ନଷ୍ଟ କରନି। ସେହି ସମୟକୁ ନିଜକୁ ଭଲ ମଣିଷ କରିବାରେ ଲଗାଅ। ଯେତେବେଳେ ତୁମେ ନିଜକୁ ଜାଣିବ, ସେତେବେଳେ କାହାର ଅଭାବ ତୁମକୁ ଭାଙ୍ଗି ପାରିବ ନାହିଁ। ଯୁବକ ବୁଦ୍ଧଙ୍କ ଚରଣରେ ପ୍ରଣାମ କରି କହିଲେ, ଆଜି ମୁଁ ବୁଝିପାରିଲି, ଜୀବନରେ କାହାକୁ ଧରି ରଖିବା ଠାରୁ ନିଜ ମନକୁ ମୁକ୍ତ କରିବା ଅଧିକ ଜରୁରୀ। ଆଜିର ସୁବିଚାର, ଯିଏ ଆପଣଙ୍କୁ ଛାଡ଼ି ଚାଲିଗଲା ତାଙ୍କ ପାଇଁ କାନ୍ଦିବା ବନ୍ଦ କରନ୍ତୁ। ନିଜକୁ ଏତେ ଶକ୍ତିଶାଳୀ କରନ୍ତୁ ଯେପରି ଗୋଟିଏ ଦିନ ଆପଣଙ୍କ ସଫଳତା ହିଁ ଆପଣଙ୍କ ପରିଚୟ ହେବ। ନୀତିବାଣୀ, ଯାହା ଚାଲିଯାଏ ତାକୁ ଯିବାକୁ ଦିଅ। ଯାହା ଆପଣଙ୍କ ପାଇଁ ଲେଖାଯାଇଛି ତାହା କେବେ ବି ଆପଣଙ୍କୁ ଛାଡ଼ିଯିବ ନାହିଁ। ଅନୁଚିନ୍ତା, ଅତୀତକୁ ଧରି ରଖିଲେ ଭବିଷ୍ୟତର ଦ୍ୱାର ବନ୍ଦ ହୋଇଯାଏ। ତେଣୁ କ୍ଷମା କରନ୍ତୁ, ଛାଡ଼ି ଦିଅନ୍ତୁ, ଆଗକୁ ବଢ଼ନ୍ତୁ, କାରଣ ଜୀବନ କେବେ ବି ଶେଷ ହୁଏ ନାହିଁ। ଏହା ପ୍ରତିଦିନ ଏକ ନୂଆ ଆରମ୍ଭର ସୁଯୋଗ ଦିଏ। ଆଜି ପାଇଁ ରହିଲି, ନମସ୍କାର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦେବେ। ଜୟ ଜଗନ୍ନାଥ।